ସେତେବେଳେ ଭାବର ଆଦାନ ପ୍ରଦାନ ପାଇଁ ମୋବାଇଲ ନଥିଲା, ଥିଲା ମାତ୍ର ଗୋଟିଏ ବିଶ୍ୱାସ, ଆମ ଭାରତୀୟ ଡାକ ସେବା। ଆଉ ସବୁଠୁ ପ୍ରିୟ ମଣିଷ ଥିଲେ ଆମ ଡାକବାଲା ମାମୁଁ। ସେ କେବଳ ଚିଠି ଆଣୁନଥିଲେ, ସେ ଆଣୁଥିଲେ ସମ୍ପର୍କର ଏକ ନୂଆ ପୃଷ୍ଠା। ଗାଁ ଦାଣ୍ଡରେ ଯେତେବେଳେ ସାଇକେଲ ଘଣ୍ଟିର ଶବ୍ଦ ଶୁଭେ, ହଠାତ୍ ଛାତିଟା ଧକ୍ ଧକ୍ ହୋଇଯାଏ। କାଳେ ମୋ ପାଇଁ କିଛି ଖବର ଆସିଥିବ କି? ସେତେବେଳେ ଚିଠି ଲେଖିବାର ମଜା ବି ନିଆରା ଥିଲା। ଆରମ୍ଭ ହେଉଥିଲା ସେଇ ଧାଡ଼ିରୁ, ମୁଁ ଏଠାରେ ଭଲରେ ଅଛି, ଆଶା କରେ ତୁମେ ବି କୁଶଳରେ ଥିବ। କାଗଜ ଉପରେ କଲମ ଚାଲୁଥିଲା ସତ, ହେଲେ ସେଥିରେ ଆଙ୍କି ହୋଇଯାଉଥିଲା ଜଣେ ମଣିଷର ସବୁଯାକ ଅକୁହା ପ୍ରେମ। ସବୁଠୁ ରୋମାଞ୍ଚକର ଥିଲା ଚିଠିଟିକୁ ପୋଷ୍ଟ ବକ୍ସରେ ପକାଇବା ପରେ ସେଇ ଫେରନ୍ତି ଜବାବର ଅପେକ୍ଷା। ସେଇ ପ୍ରତୀକ୍ଷାରେ ଯେଉଁ ମଧୁରତା ଥିଲା, ତାହା ଆଜିର ଇନଷ୍ଟାଣ୍ଟ ରିପ୍ଲାଏରେ କାହିଁ। ଆଜିର ଡିଜିଟାଲ ଯୁଗରେ ଆମେ ହୁଏତ ଅନେକ ପାଖେଇ ଆସିଛୁ, କିନ୍ତୁ ସେଇ ଚିଠିର ବାସ୍ନା ଆଉ ନିବିଡ଼ତା ଆଜି କେଉଁଠି ହଜିଯାଇଛି। ସେତେବେଳେ ଚିଠି ଖୋଲିବା ମାତ୍ରେ ଲାଗୁଥିଲା ଯେମିତି ସେ ମଣିଷଟା ସାମ୍ନାରେ ଛିଡ଼ା ହୋଇ କଥା କହୁଛି। ସେ ଚିଠି ଲେଖା ଦିନଗୁଡ଼ିକ ଭାରି ମନେ ପଡ଼ନ୍ତି।